ଯେତେବେଳେ ଭରସା ଭାଙ୍ଗି ଯାଏ ସେତେବେଳେ ସରି କହିବାର କିଛି ମୂଲ୍ୟ ନଥାଏ। ମଣିଷ କେବଳ ଗୋଟିଏ କାରଣରୁ ଏକା ହୋଇଯାଏ, ଯେବେ ନିଜ ଲୋକ ତାକୁ ବୁଝିବାରେ ଅସମର୍ଥ ହୁଅନ୍ତି। କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡ଼ିଥାଏ। ହୁଏତ ଏଇଥିପାଇଁ କିଛି ଲୋକ ନୂଆ ସାଥୀଟିଏ ପାଇଗଲେ ପୁରୁଣାକୁ ହରାଇ ଦିଅନ୍ତି। ସମ୍ପର୍କର ମୃତ୍ୟୁ ନାହିଁ, ମଣିଷର ସ୍ୱଭାବ, ବ୍ୟବହାର, ଅହଙ୍କାର ଏହାକୁ ମାରି ଦେଇଥାଏ। ସମୟ ଆଉ ପରିସ୍ଥିତି ସବୁବେଳେ ବଦଳିଥାଏ, କିନ୍ତୁ ଭଲ ସମ୍ପର୍କ ଏବଂ ଭଲ ସାଙ୍ଗମାନେ କେବେ ମଧ୍ୟ ବଦଳି ନାହାନ୍ତି। ନିଜର ଇଚ୍ଛା ଆଉ ନିଜର କଷ୍ଟକୁ ଜଣେ ନାରୀ ଜୀବନ ସାରା ଲୁଚେଇ ରଖେ, କେବେ ନିଜ ପରିବାର ପାଇଁ ତ କେତେବେଳେ ନିଜ ମଣିଷ ପାଇଁ। ଜୀବନରେ ସବୁବେଳେ ଦ୍ୱିତୀୟ ପସନ୍ଦକୁ ଗ୍ରହଣ କରିବା କଷ୍ଟଦାୟକ, ସେ ପ୍ରେମ ହେଉ ବା ବନ୍ଧୁତା। ଜୀବନରେ ଯଦି କେହି ଭଲ ଲାଗେ ତେବେ ତାକୁ କେବଳ ଚାହଁ, କେବେ ପ୍ରେମ କରନି, କାରଣ ପ୍ରେମ ସରିଯାଏ, ହେଲେ ଚାହିଁବା ନୁହଁ। ଦୁଃଖ ସେହି ମଣିଷକୁ ମିଳେ ଯିଏ ସବୁ ସମ୍ପର୍କକୁ ହୃଦୟରୁ ନିଭେଇଥାଏ। ମଣିଷ ବହୁତ ଅସହାୟ ହୋଇଥାଏ ଯେବେ ସେ କାହାକୁ ହରାଇ ପାରିବନି ବି ପାଇ ବି ପାରିବନି। ମୁଁ କହୁଥିବି କିନ୍ତୁ କହିବାର ଭୁଲକୁ କ୍ଷମା ମାଗିପାର, କିନ୍ତୁ ତୁମେ ବୁଝିଥିବା ଭୁଲ ପାଇଁ ନୁହଁ। ପ୍ରେମ ବି ନିଲାମ ହୋଇଯାଏ ଛଳନାର ବଜାରରେ। କାହାକୁ ଭୁଲିକି ବଞ୍ଚିବା ଏତେ ବି ସହଜ ନୁହେଁ। ସମ୍ପର୍କ ହୃଦୟରୁ ହୋଇଥାଏ, ଅଧିକ କଥାରୁ ନୁହେଁ, କାରଣ କିଛି ସମ୍ପର୍କ ଅଧିକ କଥାରେ ଭାଙ୍ଗିଯାଏ, ଆଉ କିଛି ସମ୍ପର୍କ କିଛି ନ କହି ମଧ୍ୟ ଅତି ନିଜର ହୋଇଥାଏ। କଥା ହେବା ପାଇଁ ସମୟ ଆଉ ଶବ୍ଦ ନୁହେଁ, ମନ ଥିବା ଦରକାର। ଯିଏ ତୁମର ମୂଲ୍ୟ ବୁଝେନି ତା ପଛରେ ପାଗଳ ହେବା ପ୍ରେମ ନୁହେଁ, ମୂର୍ଖାମି ହୋଇଥାଏ। ସମ୍ପର୍କ ଭାଙ୍ଗିଯିବାର ଏହା ବି କାରଣ ହୋଇଥାଏ, କ୍ରୋଧରେ କୁହାଯାଇଥିବା ପ୍ରତ୍ୟେକ କଥାକୁ ଆମେ ମନେ ରଖିଥାଉ, କିନ୍ତୁ ସେ ଦେଇଥିବା ଭଲ ପାଇବାକୁ ଆମେ ଭୁଲି ଯାଇଥାଉ। ଅବଶ୍ୟ ଛଳରେ ଅନେକ ବଳ ଅଛି, କିନ୍ତୁ ଭଲ ପାଇବାରେ ଆଜି ବି ସବୁ ସମସ୍ୟାର ସମାଧାନ ଅଛି। ଏ ଦୁନିଆ ପ୍ରେମର କେବଳ କଥା ହିଁ କୁହନ୍ତି, କିନ୍ତୁ ଚାଲନ୍ତି ମତଲବର ରାସ୍ତାରେ। ଇଏ କଳିଯୁଗ, ଏହାର ସବୁଠାରୁ ବଡ଼ ପ୍ରମାଣ। ଏଠି ଖରାପ ମଣିଷ ସହ ଖରାପ ହେଉ କି ନ ହେଉ, କିନ୍ତୁ ଭଲ ମଣିଷ ସହ ଖରାପ ନିଶ୍ଚୟ ହୋଇଥାଏ। ପ୍ରେମରେ ସର୍ତ୍ତ ନଥାଏ। ଇଏ ଏପରି ଏକ ପାପ ଯାହାକୁ ବିନା ବିଚାରରେ କରାଯାଏ। ମରଣଠାରୁ ଭୟଙ୍କର ପ୍ରେମ ହୋଇଥାଏ। ଜୀବନରେ ମରଣ ଥରେ ଆସେ, କିନ୍ତୁ ପ୍ରେମ କଲେ ଆଉ ପ୍ରେମରେ ହାରିଗଲେ ମଣିଷ ଅଳ୍ପ ଅଳ୍ପ କରି ସବୁଦିନ ମରୁଥାଏ। ଦେଖିବ ଯଦି କିଏ ପର ନୁହେଁ ଆପଣଙ୍କୁ ଭୁଲିଯିବ, ଆଉ ପଛରେ ପରିସ୍ଥିତିର ହଜାରେ କାହାଣୀ କହିବ। ଯଦି ନିଜର କିଏ ଆଉ ପର କିଏ ଏବଂ ଚିହ୍ନିବାକୁ ଚାହୁଁଛନ୍ତି, କିଛି ଦିନ କଥା ହେବା ବନ୍ଦ କରି ଦେଖନ୍ତୁ। କିଏ ପର ଆଉ କିଏ ନିଜର ନିଶ୍ଚୟ ଜାଣିପାରିବେ। ହୃଦୟରୁ ଧୋକା ସେତେବେଳେ ଲାଗିଥାଏ ଯେବେ ଧୋକା ଦେବା ବାଲା ଉପରେ ବିଶ୍ୱାସ ପକ୍କା ହୋଇଯାଏ। ଯେତିକି ଗଭୀର ସମ୍ପର୍କ ସେତିକି ଅଧିକ ଆଶା, ଆଉ ଯେତେ ଆଶା ଅଧିକ ସେତେ ଗଭୀର ଆଘାତ। ମୋର ଗୋଟେ ସ୍ୱପ୍ନ ଥିଲା, ମୋ ଜୀବନରେ ବି ଜଣେ ଏମିତି ମଣିଷ ଆସୁ ଯିଏ ମୋତେ ସେ ପାଗଳ ପରି ଭଲ ପାଉଥିବ। ହେଲେ ପରେ ଜାଣିଲି ସ୍ୱପ୍ନ ଦିନରେ ହେଉ ବା ରାତିରେ କେବେ ସତ ହୁଏନି ବୋଲି। କାହାକୁ କନ୍ଦେଇ କେହି କେବେ ହସି ପାରେନି, ଏହା ବିଧିର ବିଧାନ। ଯାହା ଆଜି ଯିଏ ପାଇଛି ସେ କାଲି ନିଶ୍ଚୟ ଫେରି ପାଇବ। ନିଜକୁ ହରାଇ ଅନ୍ୟକୁ ପାଇବା ପ୍ରେମ ନୁହେଁ, ମୂର୍ଖାମି ହୋଇଥାଏ। ମଣିଷର ବି ଅଜବ ଗୁଣ ଅଛି। ମୃତ୍ୟୁ ଲୋକଙ୍କ ପାଇଁ କାନ୍ଦେ ଆଉ ଜିଅନ୍ତା ଲୋକଙ୍କୁ କନ୍ଦାଏ। ସମ୍ପର୍କକୁ ସମ୍ଭାଳିବା ପାଇଁ ଦିମାଗ ଆଉ ବୁଦ୍ଧି ନୁହେଁ, ହୃଦୟରୁ ଶୁଦ୍ଧି ହେବା ଦରକାର। ସେହି ମଣିଷର ପ୍ରେମକୁ କେବେ ବିଶ୍ୱାସ କରନି ଯିଏ କଥା କଥାରେ ତୁମକୁ କୁହେ ତୁମ ଛଡ଼ା ମୁଁ କାହାକୁ ଭଲ ପାଏନି। କାହାକୁ ମନେ ପକାଇ ବାରମ୍ବାର କାନ୍ଦିଲେ ହୃଦୟରୁ ଦୁଃଖ କମି ନଥାଏ। ପ୍ରେମ ତ ଭାଗ୍ୟରେ ଲେଖା ଥାଏ, କାହା ବିରହରେ ଜଳିଲେ କେହି ନିଜର ହୋଇନଥାଏ। କେତେ ଭଲ ହୁଅନ୍ତା ନା ଜୀବନରେ ଏମିତି ମଣିଷ ରହିବ ଯିଏ ତୁମ ସହିତ ରହିବା ଛଡ଼ା ଆଉ କିଛି ଚାହୁଁନଥିବ। ହୃଦୟ ଆଉ ଭରସା ଭାଙ୍ଗିଲେ ଆବାସ ତ ହୁଏନି, ହେଲେ ବହୁତ କଷ୍ଟ ହୋଇଥାଏ। ଶସ୍ତା ଜିନିଷ ଆଉ ଖରାପ ମଣିଷ ଆରମ୍ଭରୁ ସବୁବେଳେ ଭଲ ହିଁ ଲାଗନ୍ତି, ପରେ ଖରାପ ହିଁ ପଡ଼ନ୍ତି। ସେହି ସମ୍ପର୍କ ଆୟୁଷ ଲମ୍ବା ହୋଇଥାଏ ଯେଉଁଠି ଜଣେ ଜଣଙ୍କର କଥାକୁ ବୁଝନ୍ତି ଆଉ ସମ୍ମାନ ଦିଅନ୍ତି। ଯେଉଁ ସମ୍ପର୍କରେ ତୁମର ମୂଲ୍ୟ ନଥାଏ ସେହି ସମ୍ପର୍କକୁ ଚୁପଚାପ ଛାଡ଼ିଦେବା ଭଲ ହୋଇଥାଏ। କାହାକୁ କେବେ ଖୋଜିବାକୁ ଯାଅନି, କାହିଁକି ନା ମଣିଷ ହଜିଯାଆନ୍ତିନି, ମଣିଷ ବଦଳି ଯାଆନ୍ତି। ଏ ଦୁନିଆର ଚପଲ ଠାରୁ ବଡ଼ କେଉଁ କମ୍ପଲ ନାହିଁ। ଗୋଟିଏ ହଜିଯାଏ ତ ଅନ୍ୟଟିର ଜୀବନ ମଧ୍ୟ ସରିଯାଏ, କାରଣ ଇଏ ସ୍ୱାର୍ଥପର ଦୁନିଆ। କେବଳ ନିଜ ମତଲବକୁ ଭଲ ପାଏ, ସଚ୍ଚା ହୃଦୟକୁ ନୁହେଁ। କେବେ କାହାକୁ ଏତେ ବି ଚାହଁନି କି ପରେ ଆଖିରୁ ଲୁହ ଛଡ଼ା ଆଉ କିଛି ବି ଦେଖାଯିବନି।
बेले बेले मोर एई खास निज लोक कही गर्व करबा मूर्खामीर परिचय होता है। कारण धोका शब्दर अर्थ से खास बा निज लोक मानकर उद्घाटन होता है। सच्चा भल पाइबा हाथ रेखार थाउ कि न थाउ हृदय कांथरे निश्चय ता ना थाए। जेबे शरीर मिलता जंत्रणा और शब्दरे थिबा आघात को सहिबा शिखिजिबे सेतेबेले जीवन जीवा शिखिजिबे। जदि प्रेम रे केबे झगड़ा न हुए तेबे बुझी जाओ कि प्रेम हृदय नुहे दिमाग रु चली बोली। बहुत संपर्क यही कारण भांगी जाए जड़े कही पारि न थाए आउ जड़े बुझी पारि न थाए। जड़े नारी यही दुईटी जिनिस को जीवन सारा लुचेक रखी थाए, निजर इच्छा और निजर दुख से केबे काहारी आगर कही पारि न थाए। सारा कहीं जड़े भी बंचिबार कारण पचारती नहीं, किंतु मरिबा दिन समस्ते मरिबार कारण पचारती। भूल मागिबा बेले सब बेले भूल करि न थांती। किछि लोक संपर्क को बंचैबा पई नई जायंती। इज्जत को ध्यान देउथिबा लोक जीवन रे बारंबार मिली न थांती। जेबे भी मिलंती तांकु तांको छाड़िबा उचित नुह। मरिबा पूर्व जीवन को थरे खुशी रे बंचाओ, एहा को कहंती जीवन रे प्रेम करिबा। सफलता तांको पई बड़ होइथाए जी हारिबा कौन अति पाखरु जानी थाए। मु तुमको जदि भल पाए कौन तुमे सेतिकी मते भल पाओनी कि ताहाले तुमे जहाँ चाहूच मु काहींकी ताहा हेबी। मु जेमिति अछि सेमिति तुमे मते ग्रहण करून काहींकी। आपण जेते भल हेबे आपणको जीवन सेते खराब रे घटिबो। मु बहुत थर अनुभव करिछि कि सरल आउ संतोष मनीष को समस्ते बोका भाबी नियंती। मते बुझी पारुथिबा मनीष दरकार, बुझेइथिबा मनीष तो न खोजिले भी मिल जाती। भूल तो अनेक होइछे जीवन रे, किंतु दंड एइथिपाई मिलिछि जे भूल केबे मु करि ही नथिली। प्रकृत प्रेम केबे भूली हुएनी आउ से प्रेम हृदय रे श्रुति होई रही जाए। अवश्य छଳରେ अनेक बल अछि, किंतु भल पाइबा आज भी सब समस्यार समाधान करिछि। जेतेबेले पाद थकी जाए सेतेबेले मनीष सबु जगार ही हारी जाई थाए। एकुटिया बसी मने मने हसिबा प्रेम होई थाए कि होई न थाउ, किंतु एकुटिया बसी कांदिबा निश्चय प्रेम होई थाए। दर्शक बंधु आज भिडियोटी एतिकी रहुछि। नमस्कार, जय जगन्नाथ। पुणी देखा आ गोटे नुआ भिडियो रे। जय जगन्नाथ।